ଜୟ ଜଗନ୍ନାଥ। ଆଜି ଛୁଆ ଆଲୋଚନା କରିବା ଉତ୍କଳ ଦେଶରେ ତିନି ନାଭି କ୍ଷେତ୍ର। ତମେ ମାନେ ସମସ୍ତେ ଜାଣିଛ ଯାଜପୁରରେ ନାଭି ଗୟା କ୍ଷେତ୍ର ବିଦ୍ୟମାନ। କିପରି ନା ସତୀ ଯେତେବେଳେ ଯଜ୍ଞରେ ଘାସ ଦେଲେ ତାପରେ ଦେବଦେବ ମହାଦେବ ସତୀଙ୍କର ଶରୀରକୁ ଧରି ତାଣ୍ଡବ ଲୀଳା ପରିପ୍ରକାଶ କଲେ। ସେହି ସମୟରେ ସେ ନାରାୟଣ ସୁଦର୍ଶନକୁ ପଠେଇ ସତୀଙ୍କର ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲା। ସେଇ ଶରୀରର ନାଭି ଖଣ୍ଡକ ଯେଉଁଠି ପଡିଥିଲା ତାକୁ କୁହାଯାଏ ନାଭି ଗୟା। ସେ କେଉଁଠି, ଯେଉଁ ସ୍ଥାନରେ ବର୍ତ୍ତମାନ ମା ବିରଜା ବିଦ୍ୟମାନ ସେଇ କ୍ଷେତ୍ରକୁ କୁହାଯାଏ କଣ, ନାଭି ଗୟା। ଆଉ ଗୋଟିଏ ମଧ୍ୟ କ୍ଷେତ୍ର ରହିଛି, ସେ କ୍ଷେତ୍ରଟି କିଏ? ସେ ଯୋଉ ଚତୁର୍ବାଦ ଉପରେ ଯଦି ମହାପ୍ରଭୁଙ୍କର ବିରାଟ ଶରୀରକୁ ଆମେ ଆଲୋଚନା କରିବା, ପ୍ରଭୁଙ୍କର ପାଦ ହଉଛି କୋଉଟାକ, ଯାଜପୁର। ପତି ହେଲା କଟକ। ହୃଦୟ ହଉଛି ଏକାମ୍ର କ୍ଷେତ୍ର। କଣ୍ଠ 18 ନଳା, ମୁଣ୍ଡଟି ହଉଛି ଶ୍ରୀକ୍ଷେତ୍ର। ଏହିପରି ଭାବରେ ବିରାଟ ଶରୀର ରୂପରେ କଣ ହେଇଛି ବର୍ଣ୍ଣନା କରାଯାଉଛି। ଯଦି କଟି କଟକ ହେଲା, ହୃଦୟ ଏକାମ୍ର କ୍ଷେତ୍ର ହେଲା, ତାର ମଝି ତାର ନାଭିଟା ଯୋଉଠି ରହିଲା ସେ ଗୋଟେ ନାଭି କ୍ଷେତ୍ର। ଏଇ କଥା ଉପରେ ମହାପୁରୁଷ ମଧ୍ୟ ପ୍ରମାଣ ଦେଇଛନ୍ତି। କଣ କହୁଛନ୍ତି ମହାପୁରୁଷ? ଏଟା ଅଚ୍ୟୁତଙ୍କ ଲେଖା। ଶାସ୍ତ୍ର ନାଁ ହଉଛି ନିର୍ଘଣ୍ଟ ଗଳ୍ପ। ନବଖଣ୍ଡ ମହି ମଧ୍ୟରେ ଜମ୍ବୁ ଦ୍ୱୀପ ସାର, ଭାରତ ବର୍ଷରେ ଉତ୍କଳ ସାର ଯେ ପ୍ରମାଣ। ମହାପୁରୁଷ ଏଠି କହିଲେ ଯଦି ପୃଥିବୀଟାକୁ ନବଖଣ୍ଡ ମହି ରୂପରେ ଆମେ ବିବେଚନା କରାଯାଏ, ଆଉ ଗୋଟେ ଭଲ କଥା ଛୁଆ ମନେ ରଖିଥା, ବର୍ତ୍ତମାନ ଆମେ ପଢୁଛେ କଣ ସପ୍ତ ମହାଦେଶ, କିନ୍ତୁ ଆମ ମତ ବୋଧେ ଯୋଉ ମହାପୁରୁଷ ନବଖଣ୍ଡ ମହି ଦେଖିଛନ୍ତି ସେତେବେଳେ ବୋଧେ 9ଟା ମହାଦେଶ ଥିଲା। ଦୁଇଟି ମହାଦେଶ କାଳକ୍ରମେ କ୍ଷୟ ହେଇଯାଇଥିବ, ସମୁଦ୍ରରେ ବୁଡି ଯାଇଥିବ, ଜଳମୂଳରେ ଯାଇଥିବ। ବର୍ତ୍ତମାନ ଅଛି 7ଟା ମହାଦେଶ। ତେଣୁ ଆମେ ସପ୍ତ ମହାଦେଶ, ସେଥିପାଇଁ ଆମେ କହୁଛେ କଣ ସପ୍ତ ମହାଦେଶ। ସମୟ ଆସିବ ସେ ଦୁଇ ଖଣ୍ଡ ମହାଦେଶ ମଧ୍ୟ କଣ ହବ, ବୈଜ୍ଞାନିକ ମାନଙ୍କ କେମିତି ପୁନର୍ବାର ଆବିଷ୍କୃତ ହେବ। ହେଲେ ମହାପୁରୁଷ କାହିଁ ଲେଖିଥାନ୍ତେ ନବଖଣ୍ଡ ମହି ମଧ୍ୟରେ ଜମ୍ବୁ ଦ୍ୱୀପ ସାର। ନବଖଣ୍ଡ, ପୃଥିବୀଟା ହଉଛି ନବଖଣ୍ଡ ମହି, ତନ୍ମଧ୍ୟରେ ଜମ୍ବୁ ଦ୍ୱୀପ ସାର, ତାହା କୁହନ୍ତି ଏସିଆ ମହାଦେଶ। ଭାରତ ବର୍ଷରେ ସାର, ଉତ୍କଳ ପ୍ରମାଣ। ତନ୍ମଧ୍ୟରେ ଭାରତ ବର୍ଷ ହଉଛି ସାର। ଭାରତ ବର୍ଷ ଭିତରେ ଉତ୍କଳ ଦେଶ ହଉଛି କଣ, ସାର। ବିରାଟ ଶରୀର ଗୋଟି ଅଟଇ, ବିରାଟ ଶରୀର ଗୋଟି ଏ ଉତ୍କଳ ଭୂଇଁ, ପାଦ ଯାଜପୁର କଟି କଟକ ବୋଲାଇ। ଯୋଉଟା କହୁଥିଲୁ ମହାପ୍ରଭୁଙ୍କର ବିରାଟ ଶରୀର ଯେତେ ହୁଏ, ପାଦ ହଉଛି କଣ ଯାଜପୁର, କଟି ହେଲା କଟକ।
ହୃଦ ଏକାମ୍ବର ବନ ଶ୍ରୀକ୍ଷେତ୍ର ମସ୍ତକ। ହୃଦୟଟା ହଉଛି କଣ? ଏକାମ୍ର ବନ, ମସ୍ତକ ହଉଛି ଶ୍ରୀକ୍ଷେତ୍ର। ତହି ମଧ୍ୟ ନାଭି ଗୋଟି ଦେଖ ଯେ ପ୍ରତ୍ୟକ୍ଷ। हे ଦ୍ୱାଦଶ ଗୋପାଳ ମାନେ ତମେ ନିଜେ ଅନୁଭବ କର, ତା ମଝିରେ ନାଭି ଖଣ୍ଡ କୋଉଠି ଅଛି। ପୂର୍ଣ୍ଣ ତୋୟା ନାମେ ଏକ ନଦୀ ବହୁ ଅଛି, ବ୍ରହ୍ମା ନଦୀରୁ ଧାରେକ ତହିଁରେ ଫୁଟିଛି। ସେଠି ପୂର୍ଣ୍ଣ ତୋୟା ନଦୀ ଗୋଟେ କୋଉଠି ପ୍ରବାହିତ ହେଉଅଛି। ସେ ନଦୀ କୋଉଠୁ ଆଇଛି? ନା ବ୍ରହ୍ମା ନଦୀରୁ ସେ ନଦୀଟି। ତେଣୁ ପୂର୍ଣ୍ଣ ତୋୟା ବୋଲେ ତ ଅନେକ ନଦୀ ଅଛି ଉତ୍କଳରେ। ପୂର୍ଣ୍ଣତୟା ବୈତରଣୀ, ପୂର୍ଣ୍ଣତୟା ପ୍ରାଚୀ, ପୂର୍ଣ୍ଣତୟା ଚିତକଳା, ପୂର୍ଣ୍ଣତୟା ବିରୂପା, ପୂର୍ଣ୍ଣତୟା ମହାନଦୀ। ହଁ, ଏମିତି ଅନେକ ମଧ୍ୟ ବଟ ସଂହିତା ଦେଖିବ ଅନେକ ନଦୀକୁ ମଧ୍ୟ ପ୍ରମାଣ ଦେଇଛନ୍ତି। ତେଣୁ ସେ ଯାହା ହେଉ ମହାପୁରୁଷ ସେ କହୁଛନ୍ତି କଣ? ବିରାଟ ଶରୀର ଯଦି ହୁଏ ମହାପ୍ରଭୁଙ୍କର ଯାଜପୁରରୁ ପୁରୀ, ତା ମଝିରେ କୋଉଠି ନାଭି ଖଣ୍ଡ ମଧ୍ୟ ବିଦ୍ୟମାନ। ଏଇଟା କେତୋଟି ଗଲା ନାଭି କ୍ଷେତ୍ର? ନା ଦୁଇ। ଆଉ ଗୋଟିଏ ମଧ୍ୟ ନାଭି କ୍ଷେତ୍ର ଅଛି। ମହାପୁରୁଷ ପୁଣି କହୁଛନ୍ତି ହିରଣ୍ୟ ଗର୍ଭ ନାଭି ଖଣ୍ଡ ଯେ ପ୍ରମାଣ, ସହସ୍ରଦଳ ପଦ୍ମ ଗୋଟି ଫୁଟି ଅଛି ଜାଣ। ଜନମାନଙ୍କୁ କେବେ ନୁହଁ ଗୋଚର, ହେତୁ ରଖିଥିବୁ ତୁଇ ବିନତା କୁମର। ଜୟ ଜଗନ୍ନାଥ। ଆଜି ନାରାୟଣ ଗରୁଡ କହୁଛନ୍ତି, ହେ ଗରୁଡ ତୁ ଶୁଣୁ, ହିରଣ୍ୟ ଗର୍ଭ ନାଭି ଖଣ୍ଡ ଯେ ପ୍ରମାଣ। କୋଉ ହିରଣ୍ୟ ଗର୍ଭ? ନା ଯେଉଁ ଗର୍ଭରୁ ପଦ୍ମଙ୍କର ଉତ୍ପତ୍ତି ହୋଇଥିଲା, ସେ ପଦ୍ମରେ ବ୍ରହ୍ମା ବିଦ୍ୟମାନ କରିଥିଲେ। ସେ କିଏ ସେ? ନା ସ୍ୱୟଂ ନାରାୟଣଙ୍କର ନାଭି କ୍ଷେତ୍ର। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାର ପ୍ରମାଣ ଦେଲେ ନାରାୟଣ କୃଷ୍ଣ କହୁଛନ୍ତି ମମତ୍ମେବ ମହାଦେବ ବ୍ରହ୍ମବତ୍ ଗାତ୍ର ସମ୍ଭବେ, ସୁରେଶ ମମ ଭ୍ରାତାଶ୍ଚ ବକ୍ଷ୍ୟାମି ଶୁଣ ନାରଦ। ହେ ନାରଦ, ମମତ୍ମେବ ମହାଦେବ, ମୋ ହୃଦୟ ଆତ୍ମା ହଉଛନ୍ତି କିଏ? ସେ ଶିବ। ବ୍ରହ୍ମବତ୍ ଗାତ୍ର ସମ୍ଭବେ, ଏ ବ୍ରହ୍ମା କହୁନ ସେ ମୋ ନାଭିରୁ ଜାତ। ସେଇ ଯୋଉ ହିରଣ୍ୟ ନାଭି, ସେଇ ନାଭି କଥାଟି ମହାପୁରୁଷ କହୁଛନ୍ତି। ହିରଣ୍ୟ ଗର୍ଭ ନାଭି ଖଣ୍ଡ ଯେ ପ୍ରମାଣ, ସହସ୍ରଦଳ ପଦ୍ମ ଗୋଟି ଫୁଟି ଅଛି ଜାଣ। କହିଲେ ଉତ୍କଳରେ ସେମିତି ଗୋଟିଏ ସ୍ଥାନ ମଧ୍ୟ ଅଛି, ଯେଉଁ ପଦ୍ମରୁ ବ୍ରହ୍ମାଙ୍କର ଉତ୍ପତ୍ତି ହେଇଥିଲା, ଯୋଉ ନାଭି ଖଣ୍ଡରୁ ବ୍ରହ୍ମାଙ୍କର ଉତ୍ପତ୍ତି ହେଇଥିଲା, ସେଇ ମହାପ୍ରଭୁ ନାଭି ମଧ୍ୟ ଗୋଟେ ପଦ୍ମ ବାହାରିଥିଲା। କିନ୍ତୁ ସହସ୍ର ଦଳ ପଦ୍ମ ଗୋଟି ଫୁଟି ଅଛି ଜାଣ। ସେଠି ଗୋଟିଏ ପଦ୍ମ କଣ ହେଇଛି? ଫୁଟି। ଜନମାନଙ୍କୁ କେବେ ନୁହଁ ଗୋଚର, ତାହାକୁ ସମସ୍ତେ ଜାଣିପାରିବେ ନାହିଁ। ହେତୁ ରଖିଥିବୁ ତୁହି ଦୀନତା କୁମର। ଏ ଗରୁଡ଼, ତୁ ଏ କଥାକୁ ମନେ ରଖିଥିବୁ। କଳିର ଶେଷ ସମୟରେ ସେଇ ସ୍ଥାନଟି ହଉଛି କଣ? ଅମୂଲ୍ୟ ସ୍ଥାନ। ସେଇ ସ୍ଥାନଟି କଣ? ଅଷ୍ଟ ରତ୍ନ ପୂର୍ଣ୍ଣ ସ୍ଥାନ। ସେଇ ସ୍ଥାନଟି କଣ? ମହାପ୍ରଭୁଙ୍କ ନିତ୍ୟ ବୈକୁଣ୍ଠ ଧାମ ସ୍ଥାନ। ତେଣୁ ମନେ ରଖିଥା ଛୁଆ, ନାଭି କ୍ଷେତ୍ର ହେଲା କେତେ? ଗୋଟିଏ ହେଲା କିଏ? ସେ ନାଭି ଗୟା ହେଲା ଯାଜପୁର ମା ଜଗଦାତ୍ରୀ ବିରଜାଙ୍କ କ୍ଷେତ୍ର। ଆଉ ଗୋଟିଏ ହଉଛି ତତ୍ଵବାଦରେ ବିରାଟ ଶରୀରର ନାଭି ଯୋଉଠି ପଡିବ, ସେଇଟା ହେଲା ଗୋଟିଏ ନାଭି କ୍ଷେତ୍ର। ପୁଣି ମହାପ୍ରଭୁ ଅନନ୍ତ ନାରାୟଣଙ୍କ ଅଙ୍ଗରୁ
ଯୋଉ ନାଭି ଦେହରୁ ବ୍ରହ୍ମାଙ୍କର ଉତ୍ପତ୍ତି ଦେଲା ସେ କ୍ଷେତ୍ରଟି ମଧ୍ୟ ଗୋଟିଏ ନାଭି କ୍ଷେତ୍ର। ଏ ତିନି ଗୋଟି ନାଭି କ୍ଷେତ୍ର ଉତ୍କଳରେ ବିଦ୍ୟମାନ ବୋଲି ମହାପୁରୁଷ ଆମ ମାନଙ୍କୁ ଚେତନା ଦେଇଛନ୍ତି। ଜୟ ଜଗନ୍ନାଥ। ସେ ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବାଟ ହରି ବୋଲ।